ରଥଯାତ୍ରା ସମଗ୍ର ବିଶ୍ୱର ସବୁଠାରୁ ବଡ଼ ଆଧ୍ୟାତ୍ମିକ, ଧାର୍ମିକ ଓ ସାଂସ୍କୃତିକ ଯାତ୍ରା। ଏ ଯାତ୍ରା ଭାରତବର୍ଷର ମହାନ ସାଂସ୍କୃତିକ ଐତିହ୍ୟ ଓ ସମୃଦ୍ଧ ପରମ୍ପରାର ସର୍ବଶ୍ରେଷ୍ଠ ପ୍ରତୀକ, ଯେଉଁଠି ଜାତି, ଧର୍ମ, ବର୍ଣ୍ଣ, ଉଚ୍ଚନୀଚ କିମ୍ବା ଧନୀ ଗରିବ ଭେଦଭାବ ନାହିଁ। ପ୍ରିୟ ଭକ୍ତଙ୍କ ପାଇଁ ଏଭଳି ମହାମାନବୀୟ ଲୀଳା କରିବେ ଦାରୁ ବ୍ରହ୍ମ, ଯାହା ଶାନ୍ତି, ମୈତ୍ରୀ, ସଂହତି, ସମାନତା, ସମନ୍ୱୟର ବାର୍ତ୍ତା ପ୍ରଚାର କରିବ। ପ୍ରଭୁ ଜଗନ୍ନାଥ ପ୍ରତ୍ୟେକ ବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ହେଉଛି। ତେବେ ଏହା ପଛରେ ଥିବା କାରଣ ନେଇ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ମତ ମିଳିନାହିଁ। ତେବେ ଦୁଇଟି କାରଣ ଅତ୍ୟନ୍ତ ସ୍ପଷ୍ଟ ଓ ଗ୍ରହଣୀୟ। ଗୁଣ୍ଡିଚା ଘରେ ଥିବା ଏକ ମଣ୍ଡପ ଉପରେ ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଦାରୁ ବିଗ୍ରହ ନିର୍ମାଣ କରାଯାଇଥିଲା। ଏହି ମଣ୍ଡପ ଏବେ ଆଡ଼ପ ମଣ୍ଡପ, ଜନ୍ମବେଦୀ ଓ ଯଜ୍ଞବେଦୀ ଭାବେ ପରିଚିତ। ଏହି ସ୍ଥାନ ଦାରୁ ବ୍ରହ୍ମଙ୍କ ପବିତ୍ର ଜନ୍ମସ୍ଥାନ। ତେଣୁ ମହାପ୍ରଭୁ ପ୍ରତ୍ୟେକ ବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥରେ ବସି ସେଠାକୁ ଯାତ୍ରା କରିଥାନ୍ତି। ଏହା ରଥଯାତ୍ରା, ଘୋଷଯାତ୍ରା, ଆଡ଼ପ ମଣ୍ଡପ ଯାତ୍ରା ଭାବେ ପରିଚିତ। ଆଉ ଏକ ମତ ଅନୁସାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ପ୍ରବେଶ ଅଧିକାର ନଥିବା ଅଣହିନ୍ଦୁ ଭକ୍ତଙ୍କ ପାଇଁ ମହାପ୍ରଭୁ ଏହି ତିଥିରେ ବାହାରକୁ ଆସିବା ସହ ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ରଥଯାତ୍ରା କରିଥାନ୍ତି। ସେଥିରେ ସବୁ ଜାତି, ଧର୍ମ ଓ ବର୍ଣ୍ଣର ଲୋକେ ସାମିଲ ହୋଇ ଦର୍ଶନ କରିବାର ସୁଯୋଗ ପାଆନ୍ତି। ତେଣୁ ରଥଯାତ୍ରାକୁ ମଧ୍ୟ ପତିତପାବନ ଯାତ୍ରା ବୋଲି କୁହାଯାଇଛି। ଯେ 10ଟି ବିଷ ବଟିକା, ଉଦ୍ବେଗ, ଟେନସନ, ଦୁଶ୍ଚିନ୍ତା, ଓରି, ଭୟ, ଫିୟର, ନିର୍ଜନତା, ଲୋନଲିନେସ୍, ଗ୍ଲାନିବୋଧ, ଗିଲ୍ଟି, ନାସ୍ତିବାଚକ ମନୋଭାବ, ନେଗେଟିଭ ଆଟିଟ୍ୟୁଡ, କାମ, ଡିଜାୟାର, ସେକ୍ସ, କ୍ରୋଧ, ଏଙ୍ଗର, ଲୋଭ, ଗ୍ରିଡ୍, ଅହଙ୍କାର ବା ଅଭିମାନ, ଇଗୋ। ଜୟ ଶ୍ରୀ ଜଗନ୍ନାଥ।